जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आमर आस्ट्रो सेशन को आगू बढ़ेगा आस्ट्रो सेशन क्रमरे एगुड़ाक जोगुड़ाक मुझे कहूँ एटा मो प्योरली पर्सनाल माने एक्सपीरियंस मु जाननी ए एक्सपीरियंस का सहित मैच करिवो का सहित मैच न करिवो से विषय मते जଣା नहीं बट मु मोर एक्सपीरियंस शेयर करी जति कोनली देखिछि मु गोटे ओवरव्यू देबी जे कोन मु पाइछि ता भितर सेटा शेयर करजे समस्त सर्वप्रथम कथा ହେଲା ଆମେ ଆଜି ପଢୁଛେ ପ୍ଲାନେଟ ବୁଧ ଆଜି ବୁଧବାର କାହିଁ ହଠାତ୍ ମାନେ ସ୍ପଣ୍ଟେନିୟସ ବାହାରିଲା ଆଜି ଆମେ ବୁଧ କରିବା ଆଉ ମତେ ଜଣା ନାହିଁ ମୁଁ କଣ ପାଇଁ ବୁଧ କହିଲି ଆଉ ମୁଁ ଭାବୁଥିଲି ଟପିକ ଚେଞ୍ଜ କରିବି କିନ୍ତୁ ଆଜି ସେ ଟପିକ ସେ ବୁଧରେ ସ୍କିପ୍ କରିବା ଏବେ ଆମେ ଗୋଟେ ପ୍ଲାନେଟ ଯେମିତି ମଣିଷର ଗୋଟେ ପ୍ରକୃତି ଅଛି ସେଇ ଗୋଟେ ଲୋକ ବିଷୟରେ ଯଦି ତମେ ଆଲୋଚନା ପକେଇବ 10 ଜଣ ଲୋକ ବସିଥିବେ 10 ଜଣ ଲୋକ ବସିଥିବେ ତମେ ଗୋଟେ ଲୋକ ବିଷୟରେ ଆଲୋଚନା କରିବ ତ 9 ଜଣ ତା ବିଷୟରେ ଯୋଉ କମେଣ୍ଟ ଦେବେ ଆଉ ତାର ନିଜ ସାଙ୍ଗସାଥି ହେଇଥିବେ ବା ତା ସହିତ ମିଶିଥିବେ ତା ସହିତ ଟ୍ରାଭେଲ କରିଥିବେ ସେମାନେ ଯୋଉ କମେଣ୍ଟ ଦେବେ ସେଟା ପୁରା ସତ୍ୟ ହିଁ ହବ କାହିଁକି କାହିଁକିନା ସେମାନେ ତା ସହିତ ମିଶିଛନ୍ତି ଆଉ ତାର କ୍ୟାରେକ୍ଟରିଷ୍ଟିକ୍ସ ଜାଣିଛନ୍ତି ତୁମକୁ ଯଦି କୌଣସି ଲୋକର ଆକ୍ଚୁଆଲ ରିଅଲ କ୍ୟାରେକ୍ଟରିଷ୍ଟିକ୍ସ ଜାଣିବାର ଅଛି ତା ସହିତ ତମେ 3 to 4 days ର ଗୋଟେ ଟ୍ରିପ ରେ ପଳାଅ ତମେ ଜାଣିପାରିବ ସେ ଲୋକଟା ଭଲ କି ଖରାପ ଖରାପ ମାନେ ତାର ଆଟିଚ୍ୟୁଡ ପ୍ରୋବ୍ଲେମ ଅଛି କି ତାର କଣ ପ୍ରୋବ୍ଲେମ ଅଛି କ୍ଲିୟର ନା ତମକୁ ଯେ ଲୋକର ପର୍ସନାଲିଟି ଜାଣିବାର ଅଛି ବହୁତ ସର୍ଟ ସ୍ପାନ ଭିତରେ ମାନେ ତା ସହିତ ତମେ ବିଜନେସ ଡିଲ୍ କରିବ କି ବା ହବ କଣ କରିବ ୱାଟ ଏଭର ଆଜିକାଲି ତ ସେଇଆ ହଉଛି ହୁଁ ଛାଡ ମୁଁ କିଛି କହିବାକୁ ଚାହୁଁନି ବଟ ତା ସହିତ ତମେ ଟ୍ରିପ କରିଦିଅ କଣ ଟ୍ରିପ ନା ବୁଲିବା ପାଇଁ ଗୋଟେ କୁଆଡେ ପଳାଅ ସିଏ ତମକୁ ପକ୍କା କହିଦବ ଯେ ସେ ଆକ୍ଚୁଆଲି ସେ ଲୋକଟା କେମିତିଆ କାରଣ ତମେ ତାର ସକାଳୁ ସନ୍ଧ୍ୟା ବେଳ ପର୍ଯ୍ୟନ୍ତ ଚାଲ ଚଳନ ରହନ ସହନ ସବୁ ଦେଖିବ ନା ଭାଇ ଆଉ ହୁଁ ମଣିଷ କେତେ ଦିନ ଯାଏ ମିଲାବଟ ରଖିବ ମଣିଷ କୋଉ ନା କୋଉ ସମୟରେ ତାର ଓରିଜିନାଲ ପ୍ରକୃତି ଦେଖେଇବା କଥା ଦେଖେଇବ ଯଦି ସେ ଭିତରୁ ଭଲ ନ ହେଇଥିବ ସେ ଯେମିତି ହେଲେ ତାର ପ୍ରକୃତି ଦେଖେଇବା କଥା ଯୋଉ ଦିନ ହେଲେ ଦେଖେଇଦବ ଏମିତି ନାଇଁ କି ମାନେ ମୁଁ କହୁଛି ଯେ ସେ ପ୍ରତ୍ୟେକ ଲୋକ ଖରାପ ବଟ ଟାଇମ ଆସିବ ତାର ଝଲକି ଯିବ କି ତାର ଏଇଟା ହଉଛି ବ୍ୟାଡ କ୍ୱାଲିଟି ଆଉ ତାର ଏଇଟା ହଉଛି ଗୁଡ କ୍ୱାଲିଟି ଠିକ ଅଛି ଚାଲ ନେକ୍ସଟ କୁ ଯିବା ଆମେ ବୁଧର ପ୍ରକୃତି ବିଷୟରେ ଡିସ୍କସନ କରିବା ମଣିଷର ପ୍ରକୃତି ବୁଧର ପ୍ରକୃତି ବୁଧ ଏମିତି ଗୋଟେ ପ୍ଲାନେଟ ସର୍ବପ୍ରଥମେ ମନେ ରଖ ପ୍ଲାନେଟ ବୁଧରୁ ଆମେ ନାରାୟଣଙ୍କୁ ଦେଖୁ ଆମେ ନାରାୟଣଙ୍କ ରିଲେଟେଡ ଜାଗ ଯଜ୍ଞାଦି ରିଲେଟେଡ କୌଣସି ବି କ୍ରିୟା ଆମେ ପ୍ଲାନେଟ ବୁଧରେ ଦେଖୁ ବୁଧ ହଉଛନ୍ତି ଗ୍ରହ ଜଗତର ରାଜକୁମାର ତାଙ୍କୁ ପ୍ରିନ୍ସ ବୋଲି କୁହାଯାଏ ଆଉ ଯୋଉଠି ବୁଧର ପ୍ରାଧାନ୍ୟତା ଥାଏ ଭାଇ ସିଏ ଆଇଦର ପ୍ରିନ୍ସ ଭଳିଆ ବଞ୍ଚୁଥିବ ନହେଲେ ପ୍ରିନ୍ସେସ୍ ଭଳିଆ ବଞ୍ଚୁଥିବ ଠିକ ଅଛି ନା ଯଦି ବୁଧ ଉପରେ ମାଲେଫିକ କନସ୍ଟିଲେସନ କିଛି ନଥାଏ ବୁଦ୍ଧଙ୍କୁ ତମେ ଯଦି ଶ୍ରୀମଦ୍ ଭାଗବତ ମହାପୁରାଣ ପଢିବ ଯେମିତି କୃଷ୍ଣଙ୍କୁ କୁହାଯାଇଛି ଯେ ନବୀନ ଦୁର୍ବା ସମାନ ନବୀନ ଦୁର୍ବା ଜଳ ସମାନ ବୁଦ୍ଧଙ୍କ ଶରୀରର କାନ୍ତି ବି ସେଇଭଳିଆ ନବୀନ ଦୁର୍ବା ସମାନ ଇଏ ଭାଇ ବୁଦ୍ଧ ହଉଛନ୍ତି ଭୟଙ୍କର ପ୍ଲାନେଟ ବୁଦ୍ଧ ଯେତେବେଳେ ମାରକ ଦେବାକୁ ଆସନ୍ତି ସେତେବେଳେ ଇଏ ବାତ ପିତ୍ତ କଫ ତ୍ରିଦୋଷର ଅଧିଷ୍ଠାତ୍ରା ଦେବତା ଠିକ ଅଛି ନା ଇଏ ବାତ ପିତ୍ତ କଫ ତିନିଟାକ ଦେଇଦେବେ ଠିକ ଅଛି ଆଉ ଯଦି ଜନ୍ମ କୁଣ୍ଡଳୀରେ କାହାର ବୁଧ ପୀଡିତ ହେଇଗଲା ବୁଧ ପୀଡିତ ହେଇଗଲା ମାନେ ବୁଧ ରାହୁ ସହିତ ରହିଗଲା ବୁଧ ଶନି ସହିତ ରହିଗଲା ବୁଧ ମଙ୍ଗଳ ସହିତ ରହିଗଲା ବୁଧ ଏଇ ତିନିଟା ପ୍ଲାନେଟ ସହିତ ମୁଖ୍ୟତଃ ରହିଗଲା ତାହେଲେ କଣ ହବ ତାକୁ ବାୟୁ ରିଲେଟେଡ ତା ଶରୀରରେ ଏୟାର ରିଲେଟେଡ ପ୍ରୋବ୍ଲେମ ହବା କଥା ହବ ଆଉ କଣ ହେଇପାରେ ନା କଫ ଜନିତ ସମସ୍ୟା ଟା ହବା କଥା ହେଇପାରେ ଅଳ୍ପ ସମୟ ପାଇଁ ରହିବ କିନ୍ତୁ କଫ ଜନିତ ସମସ୍ୟା ରହିବ ଆଉ କଣ ହେଇପାରେ ପିତ୍ତ ଜନିତ ସମସ୍ୟା ବି ରହିପାରିବ କାରଣ ଏଟା ତିନିଟାର କାରକ କିନ୍ତୁ ମୋଷ୍ଟ ପ୍ରିଡୋମିନାଣ୍ଟଲି କଣ ରହିବ ମୋଷ୍ଟ ପ୍ରିଡୋମିନାଣ୍ଟଲି ତାକୁ ବ୍ରିଦିଂ ଇସ୍ୟୁ ରହିବା କଥା ରହିବ ଯେତିକ ବୁଦ୍ଧ ମହାଦେଶରେ ଜନ୍ମ ହେଇଛନ୍ତି ସମସ୍ତଙ୍କୁ ବ୍ରିଦିଂ ଇସ୍ୟୁ ରହିବା କଥା ରହିବ କାରଣ ରେସ୍ପିରେଟୋରୀ ସିଷ୍ଟମ ର କାରକ ହଉଛନ୍ତି ବୁଧ ଚେକ୍ କରିନବ ସମସ୍ତେ ତୁମ ନକ୍ଷତ୍ରକୁ ତମ ନକ୍ଷତ୍ର ଯଦି ବୁଧ ରୁଲ କରୁଛି ମୋର ବୁଧର ନକ୍ଷତ୍ର ମତେ ଅଧିକା ବୁଝେଇବା ଦରକାର ନାହିଁ ମୁଁ ଜାଣିଛି କଣ ପ୍ରୋବ୍ଲେମ ଯାହାର ଶନି ରହିବ ତାର ଗୋଡ ହାତ ପୀଡା ରହିବା କଥା ରହିବ ଯାହାର ମଙ୍ଗଳ ରହିବ ତାର ବ୍ଲଡ ରିଲେଟେଡ ଇସ୍ୟୁ ରହିବା କଥା ରହିବ ସେଆଡିକୁ ମୁଁ ଯାଉନି ବଟ ମୁଁ ମୋର ବୁଧ କହୁଛି ମାନେ ମୁଁ ବୁଧ କହିବି ବା ତାକୁ ବ୍ରିଦିଂ ଇସ୍ୟୁ ରହିବ କାରଣ ବୁଧ ଯଦି ପୀଡିତ ହେଇଗଲା ସେ ବ୍ରିଦିଂ ଇସ୍ୟୁ ଦେଇଦବ ଅର୍ ଯଦି ବ୍ରିଦିଂ ଇସ୍ୟୁ ନଦେଲା ତାହେଲେ ସ୍ଲାଇଡ ଯୋଉ ଏଇ ଯୋଉ ପଛପଟ ନା ପଛପଟ ବା ଏଇ ଯୋଉ ପଛଖଣ୍ଡ ସ୍ଲାଇଡ ପେନ୍ ଦବା କଥା ଦବ ସେ ସବୁବେଳେ ତାର ପେନ୍ ହଉଛି ମାନେ ସେ ଜାଣିନଥିବ କଣ ପାଇଁ ପେନ୍ ହଉଛି ବଟ ହଉଥିବ ଠିକ ଅଛି ମାଇଲ୍ଡ ପେନ୍ ମୁଣ୍ଡର ମାଇଲ୍ଡ ପେନ୍ ବି ତାର ବି କାରକ ବୁଝ ଆଉ ଯଦି ଡଷ୍ଟ କଣ୍ଟିନ୍ୟୁସ ଆଲର୍ଜି ହଉଛି ବି ରହିପାରେ। ଡଷ୍ଟ ଆଲର୍ଜି ରହିବ କୌଣସି ସନ୍ଦର୍ଭ ପ୍ରକାଶ ବୁଧ ହୁଁ ଯଦି ହେଇଗଲା ତାକୁ ଡଷ୍ଟ ଆଲର୍ଜି ରହିବା କଥା ରହିବ ରେସ୍ପିରେଟୋରୀ ରିଲେଟେଡ ସମସ୍ୟା ନା ଭାଇ ହୁଁ ତାପରେ ମୁଁ ଆଉ କଣ ପାଇଛି ଆ ଦେହରେ ନା ତାକୁ ଯଦି ଭୟଙ୍କର ଭାବରେ ପୀଡିତ ଅଛି
ତାହେଲେ ତାକୁ ସେ ଦେଇଦବ ନ୍ୟୁରୋଲୋଜିକାଲ ପ୍ରୋବ୍ଲେମ, ଆଚ୍ଛା। ତାକୁ ସେ ନ୍ୟୁରୋଲୋଜିକାଲ ଇସ୍ୟୁ ଦେଇଦବ। ମାନେ କଣ କହନ୍ତି ତାକୁ ଇଂଲିଶରେ ଟର୍ମ ରେ ଭୁଲୁଛି, କଣ ମାରେ, କଣ ହେଇଯାଏ ଯୋଉ ଲୋକମାନେ ରହିଯାନ୍ତି, କଣ କରନ୍ତି କୁହନ୍ତି ତାକୁ, ଷ୍ଟ୍ରୋକ ହେଇଯିବା କଣ ଯାହା ବି, ମାନେ ଯୋଉଥିରେ କି ମଣିଷର ବଡି ପାରାଲାଇଜ ହେଇଯାଏ, ହଁ ପାରାଲିସିସ ହେଇଯାଏ, ଯୋଉ ପ୍ରୋବ୍ଲେମ ଯୋଗୁ ସେଟା ବୁଧ କରାଏ ଭାଇ। ହୁଁ ହୁଁ। ଠିକ ଅଛି। ବୁଧ ହଉଛି ମଧୁର ବାଣୀର କାରକ, ତା ବାଣୀର ମାୟାରେ ସମସ୍ତେ ଫସିବା କଥା ଫସିବ, ସେଥିରେ କୌଣସି ସନ୍ଦେହ ଅବକାଶ ନାହିଁ। ମୁଁ କହୁନି କି ମାୟାରେ ଫସିବା କଥା, ବଟ ବୁଧ ଇଜ ଏ ପ୍ଲାନେଟ ଅଫ ପଣ୍ଡିତ, ଯେ ପଣ୍ଡିତର କାରକ, ବାଣୀର କାରକ, ମଧୁର ବାକ ର କାରକ ଏବଂ ମଜାକ ର କାରକ। ତାକୁ ମଜାକ ବହୁତ ପସନ୍ଦ, ବୁଧକୁ ମଜାକ ବହୁତ ପସନ୍ଦ। ବୁଧ ଅଛି ଆଉ ସେଠି ମଜାକ ହଉନି, ସେଟା ଏମିତି ହେଇପାରିବନି। ବୁଧ ରିଲେଟେଡ ଲୋକ ଅଛନ୍ତି ସେଠି ମଜାକ ହଉନି, ହେଇପାରିବନି, ଯେମିତି ହେଲେ ସେ ମଜାକ କରିଦବ। କରେ। ବୁଧକୁ ଆମେ ଆଉ କୋଉ ସ୍ଥଳରେ ଦେଖୁ ନା, ଯୋଉ ଫିଲ୍ମ ହଲ, ଆମୋଦ ପ୍ରମୋଦ ସ୍ଥାନ, ଯୋଉଠି ମଣିଷ ଏନ୍ଜୟ કરે ଯାଇକି, ଦ୍ୟାଟ ଇଜ ବୁଧ ଅଛି। ତେଣୁ ଯାହାର ବୁଧ, ବୁଝିପାରୁଥିବ, ଯାହାର ବୁଧ ଭଲ ଥିବ ସେ ତାକୁ ଏନ୍ଜୟ କରିବାକୁ ବହୁତ ବଢିଆ ଲାଗେ। ଧର୍ମ ଅର୍ଥ କାମର କାରକ, ଯେତିକି ସବୁ କାମନା, କାମର କରିବ। ଯେତିକି ସବୁ ସର୍ଟ, ହଁ କାମର ହଁ କରକ, ଯେତିକି ହଁ ସବୁ, ହଁ ସରି ହଁ ସରି। ଯେତିକି ସର୍ଟ ସର୍ଟ ଚିନ୍ତା ଆସେ, ଏମିତି ଟିକେ ହେଇଯାଆନ୍ତାନି ମୋ ସହିତ, ମୋ ସ୍ତ୍ରୀ ଏମିତି ହେଇଯାଆନ୍ତାନି, ସେଇଟା ବୁଧ ଦିଏ ସେ ଆଇଡିଆ ଗୁଡା। ହଁ ଅଳ୍ପ କିଛି ସମୟ ପାଇଁ ଆସିବ ପୁଣି ପଳେଇବ, ଏଇଟା ହଁ ହବନି ତ ଛାଡ, ଚିନ୍ତା କରି ଲାଭ କଣ, ଏଇଭଳିଆ। ହଁ। ଆଉ ଯୋଉ ମାନେ ଇଫ୍ ଆଇ ୱେରେ କିଙ୍ଗ ଆଇ କଣ ଗୋଟେ ଏମିତି ଗୋଟେ ସେଣ୍ଟେନ୍ସ ନାହିଁ, ମୁଁ ଯଦି ରାଜା ହେଇଥାନ୍ତି ମୁଁ ତମକୁ ମନ୍ତ୍ରୀ କରିଥାନ୍ତି, ଏଇ ସବୁ ଯୋଉ ଖେୟାଲି ପୁଲ, ଆଉ ସେଟା ବୁଧ ଦିଏ। ଠିକ ଅଛି ନା। ଆଉ କଣ ହୁଏ, ହଁ ବୁଧ ଇଜ କାରକ ଅଫ ସ୍କିନ୍, ସ୍କିନ୍ ରିଲେଟେଡ ଡିଜିଜ ବି ଦବ। ଆଉ ଯାହାର ବୁଧ ବଢିଆ ଥିବ ତାର ସ୍କିନ୍ ବହୁତ ବଢିଆ ଥିବ। ତାପରେ କଣ, ଏଇଟା ହେଲା ସ୍ଥୂଳ ପରିଚୟ, ଏଟା ହେଲା ତାର ସ୍ଥୂଳ ପରିଚୟ, କି ଏଇ ରିଲେଟେଡ ପ୍ରୋବ୍ଲେମ ଆସିପାରେ। ସେମିତି ଏମିତି କୌଣସି ଗ୍ରହ ନାହିଁ କି ଯିଏ କି ତମକୁ ବଞ୍ଚେଇ ଦେଇ ପାରିବନି, ତମକୁ ସଷ୍ଟେନାନ୍ସ ଦେଇପାରିବନି, ଆଉ ତୁମକୁ ମାରି ପାରିବ, ଏମିତି କୌଣସି ପ୍ଲାନେଟ ନାହିଁ ଏଠି ସଂସାରରେ ନାହାନ୍ତି। ସବୁ ପ୍ଲାନେଟ ତମକୁ ବଞ୍ଚେଇ ପାରିବ, ସବୁ ପ୍ଲାନେଟ ତମକୁ ପୋଷଣ ଦେଇପାରିବ, ସବୁ ପ୍ଲାନେଟ ତମକୁ ମାରି ବି ପାରିବ। କିନ୍ତୁ ଆମେ ଏଠି ଯୋଉ ଡିସ୍କସନ କରୁଛୁ ଯେ କଣ ପାଇଁ କି ଏଇ ଯୋଉ ଜିନିଷ ମାନେ ଅ, ହୁଏ, ଏଇଟା ଆମେ ଇନଫ୍ଲିକ୍ସନ ଡିସ୍କସନ କରୁଛୁ, କି ଏଇ ଯଦି ପାପକ୍ରାନ୍ତ ଗ୍ରହ, ନୈସର୍ଗିକ ପାପ ଗ୍ରହ ସହିତ ଯଦି ବୁଧ ଇନଫ୍ଲିକ୍ଟ ହେଇଗଲା ତାହେଲେ କଣ ସେ ରେଜଲ୍ଟ ଦବ। ଆଉ ସମସ୍ତେ ଜାଣିଛନ୍ତି, ଯଦି ମେଜର ପିରିୟଡ ଚାଲିଛି, ବୁଧ ବଢିଆ ପୋଜିସନରେ ଅଛି, କାରକ ତତ୍ଵ ବଢିଆରେ ଅଛି, ଠିକ ଅଛି, ତାହେଲେ ଭାଇ ସେ କଣ ଦବ ନା ତମକୁ ପଣ୍ଡିତ ବନେଇଦବ। ପଣ୍ଡିତ ବନେଇଦବ ମାନେ ତୁମେ ଯଦି ବସି ପଢୁଥିବ ତାହେଲେ ପଢୁଥିବ, ଯଦି ଭଲ କଥା କହୁଥିବ ତ ଭଲ କଥା କହୁ ହିଁ ଥିବ, ଆଉ ତମର କହିବାର ସକ୍ଷମତା, ତୁମେ କେତେ ସୁନ୍ଦର ଭାବରେ, କେତେ ସମୟ ଧରି, କେତେ ବହୁତ ଭଲ ଭାବରେ କହିପାରିବ, ସେଇଟା ବି ବୁଧ ଦିଏ। ଆହୁରି ଗୋଟେ ସବୁଠୁ ଇମ୍ପୋର୍ଟାଣ୍ଟ ମନେ ରଖ, ଯଦି ତମର ବୁଧ ଇନଫ୍ଲିକ୍ଟ ଅଛି, ତୁମେ ବହୁତ ସମୟ ଧରି ନାମ ଜପ ଉପାସନା କରିପାରିବ ନାହିଁ। ଯୋଉମାନେ ନାମ ଜପ କିମ୍ବା ମେଡିଟେସନ କରିପାରନ୍ତିନି, ତାଙ୍କର ବୁଧ ପ୍ରୋବ୍ଲେମ ଦେଇଥାଏ। କାହିଁକି ନା ଉପାସନାର କାରକ ବି ହଉଛି ବୁଧ। କାମ କରିବା ଏବଂ କାମକୁ ଗୋଟେ ନିପୁଣତାର ସହିତ କରିବା, ତାର କାରକ ବି ବୁଧ। ମାନେ ନିପୁଣତାର କାରକ, ପଟୁତାର କାରକ, ମାନେ ଯୋଉ କହନ୍ତିନି ପ୍ରୋ, ଆଜିକାଲି ଯୁଗରେ ସବୁ ଷ୍ଟାଇଲ ମରା କଥା ବାହାରିଲାଣି, ତ ଏ ପ୍ରୋ ଜିନିଷଟା ବୁଧ ଦିଏ। ବୁଧ ବ୍ୟତୀତ ଅନ୍ୟ କୌଣସି ଜିନିଷ ଦେଇପାରିବେ। ବୁଧ ବୁଦ୍ଧିର ବି କାରକ, ହୁଁ। ମାମୁଁ ଭଣଜା ଭାଣିଜୀ ୟାର ବି କାରକ। ବିଦ୍ୟାରେ ତୁମେ ଗୋଟେ କୌଣସି ଗୋଟେ ସରି, ଏଇଟା ଆହୁରି ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ, ବୁଧ ନିଷ୍ଠାର ବି କାରକ। ଯଦି ତମେ କୌଣସି ଗୋଟେ ଜାଗାରେ ମୁଣ୍ଡ ଲଗେଇକି ରଖି ପାରୁନାହଁ, ଯୋଉ ଚଗଲ ମଗଲ ହଉଛି ତମ ମୁଣ୍ଡ, ତାହେଲେ ତମେ ଜାଣ ତମ ମେଜର ପିରିୟଡ ରେ ଆଇଦର ବୁଧ ଅପରେଟ କରୁଛି, ବୁଧ ଇନଫ୍ଲିକ୍ଟ ଅଛି। ନିଷ୍ଠା ଯୋଉ କୁହାଯାଏ ନା, ସେ ନିଷ୍ଠାଟା ବୁଧଠୁ ଆସେ। ଠିକ ଅଛି। ହୁଁ। ଆଉ ମୁଁ କଣ ପାଇଛି, ଯେତିକ ଯଜ୍ଞ ହବନ, ଯେତିକ ସବୁ ଭଗବାନ ବିଷ୍ଣୁଙ୍କ ସମ୍ବନ୍ଧୀୟ ଧାର୍ମିକ କାର୍ଯ୍ୟ, ସତ୍ୟ ବଚନ,
ବିହାର ସ୍ଥଳ ଆମନ୍ତ୍ରଣ ସ୍ଥଳ ତ କହିଲି। ହଁ, ବୁଦ୍ଧର ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ଅଛି। ଯେତିକ ଫ୍ରେଣ୍ଡସିପ ର କାରକ ନା ପ୍ଲାନେଟ, ଯାହାର ବୁଦ୍ଧ ଇନଫ୍ଲିକ୍ଟ ହେଇଗଲା, ଧର ବୁଦ୍ଧ କାହାର ମାର୍ସ ସହିତ ବସିଗଲା, ମାର୍ସ ମର୍କ୍ୟୁରୀ ବସିଗଲା, ଭାଇ ତାର ସାଙ୍ଗମାନଙ୍କ ସହିତ ପଡିବନି। ସେ 2 ଦିନ ସାଙ୍ଗ ହବ, 3 ଦିନ ବେଳକୁ ତାଙ୍କ ସହିତ ଝଗଡା ହେଇଯିବ ତାର। ଯାହାର ରାହୁ ଧର ମର୍କ୍ୟୁରୀ ଥିବ, ତାର ଫ୍ରେଣ୍ଡ ସର୍କଲ ଏତେ ମାତ୍ରାରେ ବଢିଯିବ ଯେ ନିଜେ ଚାହିଁଲେ ତା ଫ୍ରେଣ୍ଡ ସର୍କଲ କଣ୍ଟ୍ରୋଲ କରିପାରିବ ନାହିଁ। ଆଉ ସୂର୍ଯ୍ୟଙ୍କ ଯାହାର ସହିତ ବସିଲେ? ସୂର୍ଯ୍ୟ ପାଇଁ ବୁଦ୍ଧ ହଉଛନ୍ତି ସମ। ସୂର୍ଯ୍ୟଙ୍କ ପାଇଁ ବୁଦ୍ଧ ହଉଛନ୍ତି ସମ। ବୁଦ୍ଧ ହଉଛି ଗୋଟେ ନୈସର୍ଗିକ ପୁଣ୍ୟ ଗ୍ରହ, ଯିଏ କି ପାପକ୍ରାନ୍ତ ହେଲେ କଣ ରେଜଲ୍ଟ ହବ ତା ଉପରେ ଆମେ ଡିସ୍କସନ କରୁଛୁ। ସୂର୍ଯ୍ୟ ସହିତ ବୁଦ୍ଧ ବସିଲେ ତାକୁ କୁହାଯାଏ ବୁଦ୍ଧାଦିତ୍ୟ ଯୋଗ। ସେଟା ବି ଲଗ୍ନ ହିସାବରେ ଚେଞ୍ଜ ହୁଏ। ଠିକ ଅଛି ନା? ଚାଲ ଆଗକୁ ବଢିବା। ଯେତିକ ଫ୍ରେଣ୍ଡସିପ କାରକ, ଭଣଜା ଭାଣିଜି ତ କହିଲି, ସବୁ ଜିନିଷ କହିଲି। ଷ୍ଟକ୍ ମାର୍କେଟର କାରକ ବୁଦ୍ଧ। ଆଉ ବୁଦ୍ଧ ଯଦି କାର 8th ହାଉସ ରେ ବସିଛି, he knows କି ସାମ୍ନା ବାଲା କୋଉ ପଏଣ୍ଟ ରେ ଆସିକି ତମ ଆଗରେ ଡାଉନ ହବ। ଓଟ କେତେବେଳେ ପାହାଡ ତଳକୁ ଆସିବ ବୁଦ୍ଧକୁ ଜଣା। ସବୁ ପ୍ଲାନେଟ କୁ 8th ହାଉସ ରେ ଖରାପ ମନା ଯାଇଛି ଭାଇ। ସବୁ ପ୍ଲାନେଟ, କୋଉ ବି, କେବଳ ଶନୀଶ୍ୱର ମହାରାଜଙ୍କୁ ଛାଡିଦେଲେ। ଶନୀଶ୍ୱର ମହାରାଜ 8th ହାଉସ ରେ ଯଦି କାହାର ରହିଗଲେ, ତାହେଲେ ସେ ଘୁଷୁଡିକି ପଛରେ ରହିବ, କିନ୍ତୁ ତାର ପ୍ରାଣ ଏତେ ଶୀଘ୍ର ଯାଏନି। ସେଥିପାଇଁ ତାଙ୍କୁ ଲମ୍ବା ଆୟୁ ଦିଏ ବୋଲି ଶନୀଶ୍ୱର ମହାରାଜଙ୍କୁ, ଯଦି ସ୍ଲୋ ଚାଲନ୍ତି, ଶନୀଶ୍ୱର ମହାରାଜ ଯେତେବେଳେ 8th ହାଉସ କୁ ଯାଆନ୍ତି, ପ୍ରାୟ ଶନୀଶ୍ୱର ମହାରାଜ ଯଦି ଇନଫ୍ଲିକ୍ଟ ନଥିବେ 8th ହାଉସ ରେ ଥିବେ, ସେ ଲୋକ 90 ରୁ 100 ବଞ୍ଚିବା କଥା ବଞ୍ଚିବ ଭାଇ। ସେଥିରେ କୌଣସି ସନ୍ଦେହ ଅବକାଶ ନାହିଁ। ପ୍ରାୟତଃ ଦେଖାଯାଏ, ଯଦି ସେ ଇନଫ୍ଲିକ୍ଟ ନାହାନ୍ତି ତ। ଠିକ ଅଛି। କିନ୍ତୁ ସେ 8th ହାଉସ ରେ ଶନୀଶ୍ୱର ମହାରାଜ ଛାଡି କୋଉ ଗ୍ରହକୁ ମନା ଯାଇନି ଭଲ, କିନ୍ତୁ 8th ହାଉସ ରେ ବୁଦ୍ଧ ଭଲ। ଠିକ ଅଛି। ତେଣୁ ଏସବୁ ଇଏ ଥିଲା ଗୋଟେ ମୋର, ମୁଁ କଣ ଫାଇଣ୍ଡିଙ୍ଗ ପାଇଛି, ମୋର କଣ ଥିଲା, ମୋର ଗୋଟେ ସ୍ୱତନ୍ତ୍ର ନିଜର, ମାନେ ମୁଁ ଯେତିକି ଦେଖିଛି ତା ଭିତରେ କଣ ପାଇଛି, ମୁଁ ସେଇଟା ଆପଣଙ୍କୁ ସେୟାର କଲି। ଆହୁରି ବହୁତ କିଛି ଜିନିଷ ସେୟାର ଅଛି, ସେୟାର କରିବାର ବି ଅଛି। ଏଇ ଯୋଉ ଆମେ କଲେଜ ଲାଇଫ ରେ କୋଉ ଝିଅକୁ ପୁଅ ପସନ୍ଦ ଆସିଗଲା, କୋଉ ପୁଅ କୋଉ ଝିଅ ପସନ୍ଦ ଆସିଗଲା, ସେଟା ସକ୍ସେସଫୁଲ ହବ କି ନାହିଁ, ତାର ବି କାରକ ବୁଦ୍ଧ। ବିବାହର କାରକ ଭେନସ, ପୁଅଙ୍କ ପାଇଁ ବିବାହର କାରକ ଭେନସ। କିନ୍ତୁ ପୁଅଙ୍କ ଆଉ ଝିଅଙ୍କ ବୋଥଙ୍କ ପାଇଁ, କିଏ ଯଦି କାହାକୁ ପସନ୍ଦ କଲା, ବା କଲେଜ ଲାଇଫରେ ଜେନେରାଲି ଯାହା ହୁଏ, ତାର ବି କାରକ ଚଏସ କଲା, ବାସ୍, ତାର ବି କାରକ ବୁଦ୍ଧ। ତାପରେ କଣ, ଆଉ କଣ ରହିଲା? ହଁ, ସବୁଠୁ ଇମ୍ପୋର୍ଟାଣ୍ଟ କଥା, ଯେତେବେଳେ ମଙ୍ଗଳ ଗ୍ରହଙ୍କର ପ୍ରାଦୁର୍ଭାବ ବଢେ, ଆଉ ବୁଦ୍ଧ ଯେତେବେଳେ ନାରାୟଣକୁ ପୂଜା କରିବା ଦ୍ଵାରା ବୁଦ୍ଧଙ୍କର ଭଲ ମିଳେ। ଆଉ ଯଦି କାହାର ବୁଦ୍ଧ ଖରାପ ଅଛି, ସେ ଯଦି ନାରାୟଣଙ୍କ ସମ୍ବନ୍ଧୀୟ କୌଣସି ପାଠ କଲା, ଯେମିତିକି ବିଷ୍ଣୁ ସହସ୍ର ନାମ ପଢିଲା, କି ନାରାୟଣଙ୍କର ହାୟର ଲେବୁଲର କିଛି ସାଧନା କଲା, ଦେନ୍ ସେଥିରେ ବୁଦ୍ଧ ବହୁତ ଖୁସି ହୁଅନ୍ତି। ଠିକ ଅଛି ନା? ତ ଏଇଟା ଥିଲା ମୋର ଗୋଟେ ଇନସାଇଟ୍। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀରାମ।